ଆପଣଙ୍କ ପରିଚୟଟା? ମୁଁ ହରେନ୍ଦ୍ର ମଲ୍ଲିକ, ସରପଞ୍ଚ ତାଳପଦା ଗ୍ରାମ ପଞ୍ଚାୟତ ତାଳପଦା ରେମୁଣା ବ୍ଲକ ବାଲେଶ୍ୱର ଜିଲ୍ଲା। ମୁଁ ହଠାତ୍ ଖବର ପାଇଲି ଯେ ତାଙ୍କ ଯେ କକା ଅଛନ୍ତି ଆମର ସେ ପଞ୍ଚାୟତ ସଭାପତି, ସେ ମୋତେ ଖବର କଲେ ଯେ ମୋ ଝିଆରୀ ଏମିତି ଏକ୍ସପାର୍ଟ କରିଯାଇଛି। କେମିତି ହେଲା ନା ତାଙ୍କ ଲେକ୍ଚର ଫୋନ୍ କରି କହିଲେ ଯେ ସେ କଲେଜ ଯିବା ସମୟରେ ସେ ତାଙ୍କ ରୁମ୍ ଚାବି ପକାଉଥିଲେ, ସେଟା ତଳି ପଡ଼ିଲେ। ଏଇଟା ଅସମ୍ଭବ କଥା। ମୁଁ ବର୍ତ୍ତମାନ ଡେଡ୍ ବଡି ଦେଖି ସାରିଲା ପରେ ମୋତେ 100% ଏଟା ହତ୍ୟା କରାଯାଇଛି ସିଓର। କାହିଁକିନା ବେକର ଦାଗ ଅଛି, ଦୌଡ଼ି ଦାଗ ଭଳିଆ ଜଣାପଡ଼ୁଛି। ତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏଠିକି ଯିଏ ଆଣିଛନ୍ତି ତାଙ୍କୁ ମୁଁ ପୁଲିସ ଭାଇଙ୍କୁ ନିବେଦନ କରିବି, ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ତାକୁ ମାନେ ସମାଧାନ କରିବା ପାଇଁ ଚେଷ୍ଟା କରିବେ। ସେ ହତ୍ୟା ଯିଏ ହେଉନା କାହିଁକି ହତ୍ୟାକାରୀ ଦଣ୍ଡ ପାଇବା ଦରକାର। ମୁଁ ଏ ବିଷୟରେ ସ୍ଥାନୀୟ ଆମର MLA ଆମର ସରକାରୀ ଦଳ ଉପମୁଖ୍ୟ ସଚିବ ଗୋବିନ୍ଦ ଭାଇକୁ ଜଣେଇବି। ସେ ତାଙ୍କର ସିଏମ୍ ଯେହେତୁ ସିଏମ୍ଙ୍କ ଏଟା ହୋମ୍ ଗ୍ରାଉଣ୍ଡ, ନିଶ୍ଚିତ ଭାବରେ ତାଙ୍କୁ ମୁଁ ଜଣେଇବି। ସେ ବିଷୟରେ ବିଧିବଦ୍ଧ ଭାବେ ଆଲୋଚନା କରିକି ଆପଣମାନଙ୍କୁ ଜଣାଇଦେବେ। ହତ୍ୟା ବୋଲି ଆପଣ କେମିତି ଭାବୁଛନ୍ତି? ନିଶ୍ଚିତ ଭାବରେ ଡେଡ୍ ବଡି ଦେଖି ସାରିଲା ପରେ ଆପଣମାନେ ବି ନିଜେ ଦେଖୁଥିଲେ ବେକର ଚିହ୍ନ। ତାପରେ ଆଉ ଗୋଟେ କଥା, କଲେଜ ସେ ଯେ ଭାଇ ଯେ କହିଥିଲେ କଲେଜ ଯିବା ମାନେ ଗେଟ୍ ମାନେ ରୁମ୍ ଚାବି ପକା ସମୟରେ ତଳି ପଡ଼ିଲେ। ଏ ତ ସେ ଘରେ ପିନ୍ଧୁଥିବା ଡ୍ରେସ୍ ପିନ୍ଧିଛି, କଲେଜ ଡ୍ରେସ୍ କାହିଁ? ସେ ଜଣେ ପ୍ରାଧ୍ୟାପକ, ନିଶ୍ଚିତ ଅଲଗା ଡ୍ରେସ୍ ପିନ୍ଧିବା ଦରକାର ନା। ନିଶ୍ଚିତ ଭାବରେ ଏଇଟା ହତ୍ୟା କରାଯାଇଛି। ମୁଁ ନିବେଦନ କରିବି ଏ ଦୋଷୀକୁ କଠୋର ଭାବେ ଦଣ୍ଡ ବିଧାନ କରାଯାଉ। ଝିଆରୀ ଜଣେ ଅନନ୍ୟ ନମ୍ବରରୁ ଫୋନ୍ ଆସିଲା, କହିଲେ ଯେ ଆପଣଙ୍କ ଝିଅ କଲେଜ ଯିବା ବେଳକୁ ଘର ଚାବି ରୁମ୍ରେ ଚାବି ପକାଉଥିଲେ, ଆଉ ତାଙ୍କର ସେଇଠି ପଡ଼ିଗଲେ। ତାଙ୍କୁ ହସ୍ପିଟାଲ ନେଇଗଲା ପରେ ହସ୍ପିଟାଲର ଡକ୍ଟରମାନେ ଡେଥ୍ ଘୋଷଣା କଲେ। ଆମେ ସେଇଟାକୁ ଆମକୁ ସନ୍ଦେହ ଲାଗିଲା କି ଚାବି ପକାଇତେ ତଳେ ପଡ଼ିଗଲା ନା ବ୍ଲଡ଼ ପ୍ରେସର ହାଇ ହେଇଗଲା। ସେ କହିବା କଥା ତାଙ୍କର ବ୍ଲଡ଼ ପ୍ରେସର ହାଇ ହେଇଗଲା। ଏହାପରେ ଆମେ ଘରୁ ଆସିଲା ପରେ ଦେଖିଲା ବେଳକୁ ତାକୁ ବେକରେ ଗୋଟେ ଦାଗ ଦେଖାହେଉଛି, ଦୌଡ଼ି ଚିହ୍ନ ଦାଗ ଭଳିଆ ଜଣାହେଉଛି। କ'ଣ ସନ୍ଦେହ କରୁଛନ୍ତି? ଯେପର୍ଯ୍ୟନ୍ତ ମୁଁ ଭାବୁଛି ମର୍ଡର କରାହେଇଛି। ମର୍ଡର କରିକି ସେ ଫୋନ୍ କରିଦେଇଛନ୍ତି କି ତାର ଏଇଭଳିଆ କିଛି ହେଇଛି। ନହେଲେ ସେ ଫୋନ୍ ସେ କେରକ ପାଇଲେ, ଡେଡ୍ ବଡି କେରକ ପାଇଲେ? ଆଗରୁ କିଛି ଜଣା ପଡ଼ିଥିଲା ଏଇ କାହା ସହିତ କିଛି ଶତ୍ରୁତା? ନା ସେଟା ଜାଣିନି। ଆମ ଘର ତାଳପଦା, ରହିଛୁ କେନ୍ଦୁଝର। ଆମେ ସେଟା ପାଖାପାଖି ଫୋନ୍ ଫାନ୍ରେ କିଛି କଥା ହେଲା ବେଳେ କି ଫ୍ୟାମିଲି ସହିତ କଥା ହେଲା ବେଳେ କେବେ ସେମିତି ଲାଗିଛି କି ନାହିଁ ଅସୁବିଧାରେ ଅଛନ୍ତି କ'ଣ ସେମିତି? ନା ବାହାଘର କଥା ଜାଣିଥିଲେ କି? ନା 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 ବାହା ହେଇଛନ୍ତି ନା ନାହିଁ? ନା ନା ବାହା ହେଇନାହାନ୍ତି। ସେ କହୁଛନ୍ତି ଯେ ସେ ରେଜିଷ୍ଟ୍ରି ମ୍ୟାରେଜ୍ କରୁଛନ୍ତି। ନା ନା ମୋ ନାଁ ହେଉଛି ହେମେନ୍ଦ୍ର ପ୍ରସାଦ ଦାସ, ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ତାଳପଦା ପଞ୍ଚାୟତ ତାଳପଦା ଗାଁରେ ଘର। କ'ଣ ଦେଖିଲେ? ଝିଅ ନା ଆପଣ କ'ଣ? ସେ ମୋର ବଡ଼ ଭାଇଙ୍କର ଧୀରେନ୍ଦ୍ର ପ୍ରସାଦ ଦାସଙ୍କର ଝିଅ ପ୍ରିୟଙ୍କା ଦାସ। ସେ ଏଇ କେଉଁଝର ଓମେନ୍ସ କଲେଜର ହୋମ୍ ସାଇନ୍ସର ଲେକ୍ଚର ପଢ଼ଉଥିଲା ଏଠି। କ'ଣ ଭାବୁଛନ୍ତି କ'ଣ ହେଇଛି, କେମିତି କ'ଣ ଡେଥ୍ ହେଇଛି? ଜଣାହେଉଛି ସନ୍ଦେହଜନକ ମୃତ୍ୟୁ ବୋଲି ଜଣାହେଉଛି। ବେକରେ ଦାଗ ଚିହ୍ନ ରହିଛି, ରସି ଦାଗ ଚିହ୍ନ ରହିଛି। ହତ୍ୟା ସନ୍ଦେହ ନା ଆତ୍ମହତ୍ୟା? ନା ହତ୍ୟା ସନ୍ଦେହ। ହତ୍ୟା ସନ୍ଦେହ। କିଏ ହତ୍ୟା କରିଛି ବୋଲି ଆପଣ ଭାବୁଛନ୍ତି? ମୁଁ ସେଟା ସାର୍ କହିପାରିବିନି ସଠିକ୍ ସାର୍। କ'ଣ ଜାଣିଥିଲେ, କେମିତି କ'ଣ ଜାଣିଲେ ଏବଂ ଆସିଲେ ଦେଖିଲେ, ଝିଅକୁ ଦେଖିଲେ? ଖବର ଜଣେ ଯେଉଁ ସାର୍ ଜଣେ ଫୋନ୍ କରିଥିଲେ, ପରିଚିତ କହୁଛନ୍ତି ଯେ ମୁଁ କଲେଜର ସାର୍ ବୋଲି, ତାଙ୍କ ନମ୍ବର ବି ଅଛି। ଆପଣ ହତ୍ୟା ସନ୍ଦେହ ରଖିଥିଲେ? ଆପଣଙ୍କ ଝିଅର କିଏ କୌଣସି କ୍ଲୋଜ୍ ବନ୍ଧୁ ଥିଲେ କିମ୍ବା କ'ଣ ଥିଲେ? ସେମିତି ସାର୍ ମୁଁ କହିପାରିବିନି ସାର୍ ସଠିକ୍।